ଆପଣମାନେ ଜାଣନ୍ତି ସବୁ ଚକଚକ୍ କରୁଥିବା ଜିନିଷ ସୁନା ନୁହେଁ। ଠିକ୍ ସେମିତି ଆପଣମାନେ ଯେତେବେଳେ ମାର୍କେଟରେ ବୁଲୁଥିବେ ଦେଖୁଥିବେ ବହୁତ ବଢ଼ିଆ ସୁନ୍ଦର ସୁନ୍ଦର ଚିଜ୍ ଆପଣଙ୍କୁ ଆକର୍ଷଣ କରିବା ପାଇଁ ବା ଆପଣଙ୍କ ଆଖିକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ୟୁଜ୍ କରିଥାନ୍ତି ଯେଉଁଟାକି ଆପଣ ଆଖିକୁ ସୁନ୍ଦର ଦେଖାଯାଏ। କିନ୍ତୁ ଯେଉଁଟା ଆଖିକୁ ସୁନ୍ଦର ଦେଖାଯାଏ ସେଇଟା ଦେହ ପାଇଁ କ୍ଷତିକାରକ। ଯେମିତି ସବୁ ଚକଚକ୍ କରୁଥିବା ଜିନିଷ ସୁନା ନୁହେଁ, ଠିକ୍ ସେମିତି ଯେତେ ଆପଣ ଦେଖିଥିବେ ବିଜନେସ୍ ବା ବ୍ୟବସାୟ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଜିନିଷ ଆପଣଙ୍କୁ ଆକର୍ଷଣୀୟ କରିବା ପାଇଁ ଆପଣଙ୍କୁ ଆଖିକୁ ସୁନ୍ଦର ଦେଖାଯିବା ପାଇଁ ବହୁତ ଭଲ ଭଲ ଚିଜ୍ ଆପଣଙ୍କୁ ମାର୍କେଟରେ ମିଳୁଥିବ। କିନ୍ତୁ ସେତେବେଳେ ନିଜକୁ ପଚାରନ୍ତୁ, କ'ଣ ସେ ଖାଦ୍ୟ ଖାଇବା ଦ୍ୱାରା ମୋ ବଡ଼ିରେ କିଛି ପରିବର୍ତ୍ତନ ବା ମୋ ବଡ଼ିରେ କିଛି ପ୍ରଭାବ ପଡ଼ୁନି ତ? ମୋ ଶରୀର ପାଇଁ କିଛି କ୍ଷତିକାରକ ହେଉନାହିଁ ତ? ହାଏ, ମୁଁ ଅଶୋକ, କୋଲେଷ୍ଟ୍ରଲ୍ ରିକଭରି ଏକ୍ସପର୍ଟ। ନିଜକୁ ପ୍ରତ୍ୟେକ ସମୟରେ ପରିବର୍ତ୍ତନ ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା କୋଲେଷ୍ଟ୍ରଲ୍ କେତେବେଳେ ଜମା ହୁଏ? କୋଲେଷ୍ଟ୍ରଲ୍ ଖରାପ ଜିନିଷ ନୁହେଁ। ବଡ଼ି ପାଇଁ କୋଲେଷ୍ଟ୍ରଲ୍ର ଆବଶ୍ୟକତା ରହିଛି। କିନ୍ତୁ ଯଦି ଅଧିକ ପରିମାଣରେ ରହିବ ତାହେଲେ ବଡ଼ି ପାଇଁ ତାହା କ୍ଷତିକାରକ। ତାହେଲେ କୋଲେଷ୍ଟ୍ରଲ୍ କେମିତି ଅଧିକ ହେବ? ନା ଆମେ ଯେଉଁ ବାହାର ଜିନିଷ ଖାଉଛେ, ଅଧିକ ତେଲ, ମୁଁ କହିବି ତେଲ ଜାତୀୟ ଖାଦ୍ୟ ଖରାପ ନୁହେଁ, କିନ୍ତୁ ବାରମ୍ବାର ସେଇ ପୋଡ଼ା ତେଲକୁ ଯଦି ଆପଣଙ୍କୁ କୌଣସି ନା କୌଣସି ଜିନିଷ ତା ଦେହରେ ତିଆରି କରାଯାଇ ଆପଣଙ୍କୁ ଦିଆଯାଉଛି, ତାହେଲେ ତାହା ବଡ଼ି ପାଇଁ ପ୍ରଭାବ ବିସ୍ତାର କରିବ, ଯାହାକି ବଡ଼ି ପାଇଁ କ୍ଷତିକାରକ ହେବ। ଠିକ୍ ଯେମିତି ଆପଣ ଆଲକୋହଲ ନେବା, କୌଣସି ସାଙ୍ଗ ମେଳରେ ରହି ବାରମ୍ବାର ଆଲକୋହଲ ପିଇବା ଦ୍ୱାରା ଆପଣଙ୍କ ବଡ଼ି ମଧ୍ୟ କ୍ଷତିଗ୍ରସ୍ତ ହେବ। କିମ୍ବା ଆପଣ ଯଦି କୌଣସି ନା କୌଣସି ନିଶା ଦ୍ରବ୍ୟ ୟୁଜ୍ କରୁଛନ୍ତି, ଚାहे ସେ ସ୍ମୋକିଂ ବି ହେଉ, ତାହା ମଧ୍ୟ ବଡ଼ି ପାଇଁ କ୍ଷତିକାରକ ଅଟେ। ତେଣୁ ପ୍ରତ୍ୟେକ ସମୟରେ ଆମ ମନରେ ଏକ ଭୟ ସଞ୍ଚାର ହୁଏ ଯେ କୋଲେଷ୍ଟ୍ରଲ୍ ଏକ ଖରାପ ଜିନିଷ ବା କୋଲେଷ୍ଟ୍ରଲ୍ ବଡ଼ିରେ ରହିଲେ କିଛି ନା କିଛି ପ୍ରଭାବ ବିସ୍ତାର କରିବ। କିନ୍ତୁ ତା ପୂର୍ବରୁ ପ୍ରତ୍ୟେକ ସମୟରେ ନିଜକୁ ପରଖି ନିଅନ୍ତୁ। ଥ୍ୟାଙ୍କ ୟୁ।